ରାମଠେଙ୍ଗା ଗ୍ରାମ ନିକଟରେ ଜଙ୍ଗଲୀ ଦନ୍ତା ହାତୀ। ଯାଜପୁର ଜିଲ୍ଲା ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ନଡ଼ିଆଭଙ୍ଗା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ରାମଠେଙ୍ଗା ଗ୍ରାମ ନିକଟରେ ଜଙ୍ଗଲୀ ଦନ୍ତା ହାତୀଟି ଏବେ ଥିବା ସୋମବାର ରାତି 10:30 ସମୟରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଏକ ଜଙ୍ଗଲୀ ଦନ୍ତା ହାତୀଟି ଜାମୁପୋଷି ସ୍ଥିତ ମଡେଲ ସ୍କୁଲ ପାଚେରୀ ଭାଙ୍ଗି ଦେଇଥିବା ବେଳେ ସ୍ଥାନୀୟ ଏକ ଘର ବାଡ଼ିରେ ପଶି କଦଳୀ ଗଛରୁ କଦଳୀ ଖାଇବା ପରେ ଅନେକ ଗଛକୁ ନଷ୍ଟ କରୁଥିବା ସୋମବାର ରାତିରେ ଦେଖିବାକୁ ମିଳିଥିବା ବେଳେ ଏବେ ସେହି ଜଙ୍ଗଲୀ ଦନ୍ତା ହାତୀଟି ରାମଠେଙ୍ଗା ଗ୍ରାମ ନିକଟରେ ଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଜଙ୍ଗଲୀ ଦନ୍ତା ହାତୀକୁ ଦେଖି ଭୟଭୀତ ଥିବା ବେଳେ ବନ ବିଭାଗ ପକ୍ଷରୁ ରାଁଶୋଳ ସେକ୍ସନ ବନପାଳ ରାମ ତିରିଆ, ବନରକ୍ଷୀ ଗୌରାଙ୍ଗ ଜାରିକା, ସୁକିନ୍ଦା ବନପାଳ ମନୋରମା ହୋତା, ବନରକ୍ଷୀ ଦେବଶିତ ଦାସ, ଟମକା ବନପାଳ ଇପ୍ସିତା ନାୟକଙ୍କ ସହିତ ଅନେକ ବନ କର୍ମଚାରୀମାନେ ସାମିଲ ହୋଇ ଏହି ଜଙ୍ଗଲୀ ଦନ୍ତା ହାତୀଟିକୁ ଜଙ୍ଗଲ ଆଡ଼କୁ ଘୋଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଥିବା ଦେଖିବାକୁ ମିଳୁଛି।